କାଣା ଆପଣ ଏନ୍ତା ଗୋଟେ ଗୁମ୍ଫା ବିଷୟରେ ଜାଣିଛନ୍ ଯେ ଗୁମ୍ଫା ଭିତରେ କି ପୁରା ଗାଁଟେ ପଲେଇ ଆସବା। ଚାଲ ଜାନମା ସେ ଗୁମ୍ଫା ଭିତରେ ସମକୁ ଜୁହାର ଜୟ ମା ସମଲେଇ। ଆଜି ଦେଖମା ସେ ଗୁମ୍ଫାକେ ଆମେ କୋରାପୁଟ ବୁଲି ଆସିଥିସୁଁ ବୋଲେ ଜାନବାରକେ ପାଇସୁଁ ଯେ କୋରାପୁଟ ପାଖେ ଏନ୍ତା ଗୋଟେ ଗୁମ୍ଫାଟେ ଅଛେ ବୋଲିକିରି ଆମେ ସାଙ୍ଗେ ସାଙ୍ଗେ ବାହାରି ଯାସୁଁ ସେ ଗୁମ୍ଫାକେ ଦେଖବା ଲାଗି। ଆଉ ଇ ଗୁମ୍ଫାଟା କୋରାପୁଟନୁ 100 କିଲୋମିଟର ଦୂରେ ଆନ୍ଧ୍ରପ୍ରଦେଶ ଷ୍ଟେଟ୍ରେ ଅଛେ। ଆଉ ଆମେ ସାଙ୍ଗେ ସାଙ୍ଗେ ଫଟାଫଟ ଲେଟ୍ ନାଇଁ କରିକି ବାହାରି ପଡ଼ସୁଁ ସେ ଗୁମ୍ଫା ଆଡ଼କେ। ଆଉ ଇ ଗୁମ୍ଫାଟା କେ ଯିବାର୍ ଲାଗି ବିଶାଖାପଟ୍ଟନମ ରାସ୍ତାରେ କୋରାପୁଟରୁ ଗଲେ ସେ ଗୁମ୍ଫାଟା ଆମେ ପାଇମା। ହାରାହାରି 100 କିଲୋମିଟର ଦୂରେ ସେ ଗୁମ୍ଫାଟା ପଡ଼ବା। ଚାଲ ଜାନମା ସେ ଗୁମ୍ଫା ବିଷୟରେ ଆଉ ଦେଖମା ସେ ଗୁମ୍ଫାକେ ଡିଟେଲ୍ସରେ। ସ୍ପଟ୍ କିଟା ଆମେ ଏଟା ପହଞ୍ଚିଗଲୁଁ। ପହଞ୍ଚିକିରି ଗାଡ଼ି ରଖିକରି ଏଟା ଦେଖି ପାରୁଥିବ ବୋରା କେଭ୍ସ। ଇନ ପର୍ ପର୍ସନ୍ 80 ଟଙ୍କା ଲେଖା ଟିକେଟ୍ କାଟିକରି ଆମେ ବାହାରି ପଡ଼ସୁଁ ଆଗ୍କେ ବୋରା କେଭ୍ ଦେଖବାର୍ ଲାଗି। ଚାଲ ଏଟା ଦେଖି ପାରୁଥିବ ଟିକେଟ୍ର ସ୍କ୍ରିନସଟ୍ ଗୋଟେ ଦେଇ ଦେଉଛେ ଇନ। ଚାଲ ବଢ଼ମା ଏଛେନ୍ ବୋରା କେଭ୍ ଦେଖମା। ଏଟା ହଉଛେ ବୋରା କେଭ୍। ଇନ ସିକ୍ୟୁରିଟି ଚେକିଂ କରିକରି ଆମେ ଆରଫାଲକେ ପଲେଇ ଯାଏସୁଁ। ଇ ଆରଫାଲକେ আসলা ପରେ ଧୀରେ ଧୀରେ ଟିକେ ଦୂର ଚାଲବାର୍କେ ପଡ଼ସି। ଟିକେ ଦୂର ଟ୍ରେକିଂ ବଗିର କଲା ପରେ ଦେଖି ପାରୁଥିବ ଏଟା ପହଞ୍ଚି ଗଲୁନ ସେ ଗୁମ୍ଫାର ଏଣ୍ଟ୍ରାନ୍ସ ପାଖକେ। ଆଉ ଲେଫ୍ଟ ସାଇଡ଼୍ରେ ଗୋଟେ ସୁନ୍ଦର ନଦୀଟେ ଯାଇଛେ। ଆଉ ସିଡ଼ି ବାଟୁ ଟିକେ ତଲକେ ଉତରି ଗଲା ପରେ ସେ ଗୁମ୍ଫାଟା ପଡ଼ବା ଏବେ। ଚାଲ ଦେଖମା ଆଗ୍କେ। ସିଡ଼ି ଟିକେ ଉତରି କରି ଟିକେ ଆଗ୍କେ আসଲା ପରେ ଗୁମ୍ଫାର ଏଣ୍ଟ୍ରାନ୍ସ ପଡ଼ବା ଏବେ। ଚାଲ ଧୀରେ ଧୀରେ ଆଗ୍କେ ବଢ଼ୁଁ ଆଉ ଗୁମ୍ଫା ଭିତରକେ ଢୁକମା ଆଉ ଦେଖମା। ଚାଲ ଏଇଟା ଦେଖି ପାରୁଥିବ ସେ ଗୁମ୍ଫା ପଲେଇ আসଲାନ। আর দেখি পারুথব এটা সে গুম্ফায়। আর দেখ কেতে বড় হি গুম্ফায়। লোক মানে যে এতে ছোট ছোট দিশুছন তুমি ইমাজিন করে দেখো গুম্ফাটা কেতে বড় থিবা। চলো ধীরে ধীরে ভিতর के পশমা আর গুম্ফা বিষয়ে ডিটেললি পুরা দেখমা। গোটে গোটে জায়গা কেন কাଣା আছে আর যে যে भी इनके आसबो किन किन जगह देखबो काଣା देखबो आ बहुत सावधानी ही करे आसबो। अब जगहटा बहुत डेंजर भी होइछे आ बहुत डर भी लागुछे। मुई तो फास्ट टाइम जितेबले आसली मते तो देखिकरी बहुत ही डर लागुछे। चलो ई बाटू तले के उतरमा सीढ़ी थी आ सीढ़ी थी उतरी कर जिमा देखमा गुम्फा विषय। ई बाटे देखी पड़थबो ई लेफ्ट साइड गुम्फा जेन अच्छे इनु पानी बरसली ई बाटू पानी जासी। आ ई बाटू वर्षा पानी पड़सी। ई बाटू वर्षा पानी पड़ीकरी एबे तो वर्षा नहीं हमार बोली जना नहीं पड़वार बाकी ठाने बहुत पानी पड़सी। ई बाटू जासी। मुई थोड़े वीडियो रे देखी गोटे जगह सेनु मते इच्छा है देखबार लगी तेणु मुई पलि आसली बोरा केभ देखबार लगी। चलो बढ़मा के देखी पड़थबो केते विराट बड़ गुम्फा ही है। किए देखीच बोले कमेंट करब कि नहीं देखी बोले शेयर करदेव बाकी लोक मैंने भी देखिपारे। चलो धीरे धीरे बढ़मा गुम्फा विषय। गुम्फा के तो एंता लगुच देखले तार मैंने सरे ही नहीं बाकी देखले ही डर लगुच केते बड़ जो गुम्फा अच्छे। चलो देख चलो आ बेसी कथा नहीं लगू तो मैंने गुम्फा के एंजॉय करो। चलो किछि दूर एटा आसला परे
ଇ ଜାଗାରେ ଗୋଟେ ସାଙ୍କୁରା ହେଇକରି ରାସ୍ତା ବାଗିରଟେ ଅଛି, ଇନୁ ନୁଇ ନୁଇ କରି ଯିବାର୍କେ ପଡ଼୍ବା ଏଛନେ। ଦେଖ ସାମ୍ନା ଦାଦା ଜଣେ ଯାଉଛନ୍ ଆଗ୍କେ, କେନ୍ତା ବହୁତ କଷ୍ଟ କରି ନୁଇ କରି ଯାଉଛନ୍। ଆଉ ଇନ ଅଲଗା ଟାଇମ୍ରେ ପାନି ପଡ଼ୁଥିସି, ଏଛେନ୍ ଯେହେତୁ ବର୍ଷା ନା ହେବାର ବୋଲି ପାନି ନାଇଁ ପଡ଼ବା। ଦେଖ ମୁଇଁ ବି ଏଛେନ୍ ଟିକେ ନୁଇ କରି ଇନ ଯିବାର୍କେ ଚେଷ୍ଟା କରୁଛେଁ। ଆଉ ଏଟା ପଲେ ବି ଆସିଲି ପାର ହେଇଗଲି ଆର ଫାଲ୍କେ। ଚାଲ ଇ ଭିତରକେ ଆହୁରି ଲମ୍ବିଛି ଗୁମ୍ଫା। ତମେ ଭାବ ଏତେଟି ଗୁମ୍ଫା ସବୁଆଡ଼େ ଦେଖି ସାରିଲାନ ବୁଲି ସାରିଲାନ, ଫିର୍ ବି ଗୁମ୍ଫାଟା ସରେ ନୁହେଁ। ଭାବି ଦେଖ କେତେ ବଡ଼ ବିରାଟଟେ। ମୁଁ ଯେନ୍ଟା କହୁଥିଲି ଠିକ୍ କହୁଥିଲି କି ନାଇଁ, ଯେ ପୁରା ଗୋଟେ ଗାଁଟେ ଭିତରେ ପଲେଇ ଆସ୍ବା ବୋଲିକରି। ଆଉ ଯେ ହୁଏତ ହେ ଗୁମ୍ଫାର ଗେଟ୍ଟେ ଯଦି ମୁହଁରେ ତାର୍ ମାନେ ଗୋଟେ ଗେଟ୍ଟେ ଲଗେଇ ଦେଇକରି ଗୋଟେ ଯଦି ଅଲଗା ଗାଁଟେ ବି ଯଦି କରବେ, ଇ ଲୋକମାନେ କେନ୍ତା ହିସାବରେ ରହେବେ। ବାକି ଭିତରେ ବହୁତ ସାରା ସେ ବାଦୁଡ଼ିମାନେ ରହୁଛନ୍। ଆଉ ସନ୍ଧ୍ୟା ହେଲେନ ବନ୍ଦ କରିଦେସନ୍। ଜାଗା ଜାଗାରେ ବହୁତ କଲରଫୁଲ୍ ଲାଇଟ୍ ଲଗା ହେଇଛେ। ଫଟୋଗ୍ରାଫର ମାନେ ଅଛନ୍ ତାଙ୍କର ଫଟୋ ଉଠାବାର୍ ଲାଗି। ତାଙ୍କର୍ନ ଗାଇଡ଼ ବି ମିଲ୍ସନ୍, ଟର୍ଚ୍ଚ ଧରିକିରି ଆସନ୍, ସବୁ ଜିନିଷ୍ ବୁଝେଇକରି ଦେଖେଇ ବି ଦେସନ୍। ଆମେ ଯେହେତୁ କିଛି କରିନାଇଁ, ଆମେ ଗାଇଡ଼ ଫାଇଡ଼ ନେଇ ନାଇଁ, ଆମେ ତ ହେନ୍ତେ ହିଁ ବୁଲୁଛୁଁ ଆମର୍ ହିସାବରେ ଆଉ ଦେଖୁଛୁଁ। ଦେଖି ପାରୁଥିବ ମଝିରେ ଇନ ଇଟା ସେ ଲାଇମଷ୍ଟୋନ୍ ଲେଖେ କେତେଟା ଅଛେ ପଥର ମାନେ ବି। ଏଇଟା ଫଟୋଗ୍ରାଫର ଭାଇ ଜଣେ ବସିଛନ୍ ଫଟୋ ଉଠାବାର୍ ଲାଗି। ଚାଲ ଧୀରେ ଧୀରେ ଆଗ୍କେ ବଢ଼ୁଁ। ଦେଖିପାରୁଥିବ ଏଇଟା ଯେନ୍ କହୁଥିଲି ଲାଇମଷ୍ଟୋନ୍ ବଗିର୍ ଯେନ୍ ଅଛେ ପଥର ମାନେ। ଆଉ ଏଇଟା ହଉଛେ ବୋରା କେଭ୍। କିଏ ଦେଖିଛ ବୋଲେ କମେଣ୍ଟ କରବ, ଯଦି ନାଇଁ ଦେଖି ବେଲେ ବି ସେୟାର କରବ, ଫଲୋ କରବ। ଦେଖ କେନ୍ତା ପାନି ସେ ଚୁନା ପଥର ଯେନ୍ ଭାସି ଭାସି କରି ଯାଉଛେ। ଆଉ ମୁଇଁ ତ ଭାବି ନାଇଁଥି ଯେ ଗୁମ୍ଫାଟା ଏତ୍କି ବଡ଼ଥିବା ବୋଲିକରି। ଯେତେବେଲେ ମୋତେ କହିଲେ ବହୁତ ବଡ଼ଟେ ଗୁମ୍ଫା ଏ ବୋଲିକରି, ମୁଁ ଭାବିଲି ଗୁମ୍ଫା ବୋଲେ କାଣା ବହୁତ ସାନ୍ ହିସାବରେ ଥିସି, ଯେନ୍ତା ବି ଆମେ ଦେଖିଛୁଁ ଅଲଗା ଜାଗାରେ, ଆପଣମାନେ ବି ଦେଖିଥିବେ। ତ ମୁଁ ଯେତେବେଲେ ଆସିଲି ଇନ୍କେ ପୁରା ଆଚମ୍ବିତ ହେଇଗଲି ଯେ ଏତେ ବଡ଼ ଗୁମ୍ଫା, ବାପରେ। ଇନ ତ ପୁରା ତାର୍ ମାନେ ଗୋଟେ ସାମ୍ରାଜ୍ୟ ଲେଖେ ଇନ ସୃଷ୍ଟି ହେଇଯିବା। ଜଣେ ଯଦି ରହେବାର୍କେ ଚାହେଁବା ବୋଲେ ବି ରହିପାର୍ବା। କିନ୍ତୁ ଯେହେତୁ ଏଛେନ୍ ସିକ୍ୟୁରିଟି କନସର୍ନ ଲାଗି ଇନ କାହାକେ ରହେବାର୍କେ ଦେବାର୍ ନାଇଁ। କାଇଁ ଯେ କେତେବେଲେ ବି ବର୍ଷା ପାନି ପଲେଇ ଆସ୍ବା, କାଣା ଆସ୍ବା, ସେମାନେ ସବୁ ଜିନିଷ୍ ଜାନିଛନ୍। ଲୋକମାନଙ୍କୁ ସତର୍କ କରିକି ରଖ୍ସନ୍। ବେଶୀ ବେଲେ କାହାକେ ଇନ ରହେବାର୍କେ ଦିଅନ୍ ନାଇଁ। ଦେଖିପାରୁଥିବ ଆଉ ଭିତର୍କେ ବସ୍ଲେ ବହୁତ ଥଣ୍ଡା ଲାଗୁଥିସି। ଆଉ ଇଟା ଏଛେନ୍ ଯେନ୍ ପହଞ୍ଚି ଯାଉଛୁଁ, ଇଟା ଗୁମ୍ଫାର ଏଣ୍ଡ ପଏଣ୍ଟଟା ଏ। ଇନ ଏଛେନ୍ ଟର୍ନ କର୍ମା ଆଉ ବାହାରି ଯିମା ଇନୁ ବୋରା କେଭ୍ନୁ ଆଗ୍କେ। ଚାଲ ଦେଖ। ଆଉ ଏତେ ବଡ଼ ଗୁମ୍ଫା କିଏ ଦେଖିଥିଲ କାଁ ଆଗରୁ କମେଣ୍ଟ କରବ। ନାଇଁ ଦେଖି ବେଲେ ବି କମେଣ୍ଟ କରବ। ଆଉ କେନ୍ତା ଲାଗ୍ଲା ଯେ କହେବ। ଚାଲ ବାହାରୁ ଏଛେନ୍ ବୋରା କେଭ୍ରୁ। ଆଉ ରିଟର୍ନ ଭିଡ଼ିଓ ମୁଇଁ ନାଇଁ ବନେଇ ଗୁମ୍ଫା ଭିତରୁ, କାଁଜେ କି ନା ବହୁତ ତକଲିଫ ଏ ଭିତରୁ ଚାଲି ଚାଲି ଆଇବାର୍ ଲାଗି। ଏନ୍କେ ଆସ୍ବ ବୋଲେ ଏନ୍ତା ଗୋଟେ ମାର୍କେଟଟେ ପଡ଼୍ସି ଇଠାନେ, ଯେନେକି ବହୁତ ସାରା ହ୍ୟାଣ୍ଡିକ୍ରାଫ୍ଟର ଜିନିଷ୍ ମାନେ ମିଲ୍ସି। ଆଉ ବଢ଼ିଆ ଖାଇବାର୍ ଜିନିଷ୍ ମାନେ ବି ମିଲ୍ସି। ମସ୍ତ ଆଇବ ଇନ ଖାନା ଏନ୍ଜୟ କରିକିରି ଯିବ। ଆଉ ଇଟା ଦେଖିପାରୁଥିବ ବୋରାଟା ହଉଛେ, ବୋରା ଗୋଟେ ଷ୍ଟେସନ୍ ବି ଏ। ଏଇଟା ପୁରା ଲାଷ୍ଟ ଗାଁ ଇଆଡ଼ର, ସେନୁ ଆଗ୍କେ ଆଉ ଗାଁ ନାଇଁନ। ଟ୍ରେନ୍ରେ ବୋଧେ ଅଣ୍ଡରଗ୍ରାଉଣ୍ଡ ସବୁ ଚାଲୁଛେ, ଆଗ୍କେ ଗାଁ ଥାଇପାରେ। ଦେଖିପାରୁଥିବ ସିନେରୀ କେତେ ବଢ଼ିଆ ସୁନ୍ଦର ହେଇଛେ। ଚାଲ ଇନୁ ବାହାରି ପଡ଼୍ମା ବୋରା କେଭ୍ନୁ ଆଉ ବଢ଼ିଯିମା ଆମର୍ ଘର ଆଡ଼କେ। ଫେର୍ ଗୋଟେ ଏନ୍ତା ନୂଆ ଭିଡ଼ିଓ ଥି ଦେଖା କର୍ମା। ଚାଲ ରହିଲି, ସମସ୍ତଙ୍କୁ ଜୁହାର, ଜୟ ମା ସମଲେଇ। ଭିଡ଼ିଓ ଭଲ୍ ଲାଗଲେ ଲାଇକ୍ ସେୟାର କମେଣ୍ଟ ଜରୁର କରବ। ଏନ୍ତା ଭିଡ଼ିଓ ଦେଖବାର୍